ଗପଟିର ନାମ ବୁଦ୍ଧିମାନ ମନ୍ତ୍ରୀ। ଥରେ ଜଣେ ରାଜା ମନ୍ତ୍ରୀଙ୍କୁ ବହୁତ ପସନ୍ଦ କରୁଥିଲେ। ରାଜା କହିଲେ, ମନ୍ତ୍ରୀ, ତୁମ ବୁଦ୍ଧି ବଳରେ ମୋ ରାଜ୍ୟର ଲୋକମାନେ ବହୁତ ଭଲରେ ଅଛନ୍ତି। ମନ୍ତ୍ରୀ ନମ୍ରତାର ସହିତ କହିଲେ, ମହାରାଜ, ଏସବୁ ଆପଣଙ୍କର ଦୟା। ଏମିତି କିଛି ଦିନ ଗଲା ପରେ ରାଜାଙ୍କ ମନରେ ଟିକେ ସନ୍ଦେହ ଆସିଲା ଯେ ମନ୍ତ୍ରୀ କାଳେ ବହୁତ ଅହଙ୍କାରୀ ହୋଇଗଲେଣି। ରାଜା ତାଙ୍କୁ ପରୀକ୍ଷା କରିବାକୁ ଚାହିଁଲେ ଏବଂ ସେ ଗୋଟିଏ କଠିନ ପ୍ରଶ୍ନ ପଚାରିଲେ, ମନ୍ତ୍ରୀ, କହିଲ, ମୋ ରାଜ୍ୟରେ କେତେ କାଉ ଅଛନ୍ତି? ମନ୍ତ୍ରୀ ଏହାର ଉତ୍ତର ଦେଇ କହିଲେ, ମହାରାଜ, ଆମ ରାଜ୍ୟରେ ପ୍ରାୟ 50,000 କାଉ ଅଛନ୍ତି। ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ ଯାହା କହୁଛ କ'ଣ ଠିକ୍ କହୁଛ? ମନ୍ତ୍ରୀ କହିଲେ, ଯଦି ଆପଣଙ୍କର ବିଶ୍ୱାସ ହେଉନାହିଁ, ତେବେ ଗଣିକରି ଦେଖିପାରନ୍ତି। ଯଦି କମ୍ ହୁଏ, ତେବେ କାଉମାନେ ବାହାର ରାଜ୍ୟକୁ ବୁଲିବାକୁ ଯାଇଥିବେ, ଆଉ ଯଦି ବେଶୀ ହୁଏ, ତେବେ ଜାଣିବେ ଯେ କାଉମାନେ ତାଙ୍କ ସମ୍ପର୍କୀୟମାନଙ୍କୁ ଦେଖା କରିବାକୁ ଆସିଥିବେ। ରାଜା ମନ୍ତ୍ରୀଙ୍କର ଏହି ବୁଦ୍ଧିମାନ ଉତ୍ତର ଶୁଣି ବହୁତ ଖୁସି ହୋଇଗଲେ।